କାହାର ମନର କଥାକୁ ପଢ଼ିବା ପାଇଁ ଆପଣଙ୍କୁ ତିନୋଟି ଉପାୟ ଜଣାଥିବା ଆବଶ୍ୟକ। ଏହି ଉପାୟ ଜାଣିବା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହି ଉପାୟ ଗୁଡ଼ିକୁ ଜାଣି ଆପଣ ଅତି ସହଜରେ ବୁଝିପାରିବେ ଯେ କିଏ କ'ଣ ଭାବୁଛି ଏବଂ କାହା ମନରେ କ'ଣ ଚାଲିଛି। ମୁଁ ଆଜି ଆପଣଙ୍କୁ ଗୌତମ ବୁଦ୍ଧଙ୍କର ଏକ କାହାଣୀ ଶୁଣାଇବି, ଯାହା ଆପଣଙ୍କୁ ଅନ୍ୟର ମନକୁ ପଢ଼ିବା ଶିଖାଇବ। ବହୁତ ସମୟ ପୂର୍ବର କଥା, ଗୋଟିଏ ଛୋଟ ଗାଁରେ ଦୁଇ ଭାଇ ବାସ କରୁଥିଲେ। ସେଥିମଧ୍ୟରୁ ବଡ଼ ଭାଇ ଥିଲା ଅନ୍ଧ, ଆଉ ସେ ସବୁବେଳେ ସେଥିପାଇଁ ଘରେ ହିଁ ରହୁଥିଲା। ଆଉ ଛୋଟ ଭାଇ ଚାଷ କାର୍ଯ୍ୟ କରୁଥିଲା। ସେ ଯେଉଁଠାରେ ତା'ର ଚାଷ କାର୍ଯ୍ୟ କରୁଥିଲା ସେଠାରେ ବହୁତ ଜୀବଜନ୍ତୁ ଆସି ତା'ର ଫସଲକୁ ନଷ୍ଟ କରିଦେଉଥିଲେ। ସେଥିପାଇଁ ସାନ ଭାଇ ସର୍ବଦା ମନ ଦୁଃଖରେ ରହୁଥିଲା। ଗୋଟିଏ ଦିନ ସେ ଭାବିଲା ଯେ ତା'ର ବଡ଼ ଭାଇ ତ ଅନ୍ଧ, ତେଣୁ ତା'ର ତ ସାହାଯ୍ୟ ସେ ନେଇପାରିବ। ଚାଷ ଜମିରୁ କିଛି ନହେଲେ ସେ ତ ପଶୁମାନଙ୍କୁ ତଡ଼ିପାରିବ ନା। ଅନ୍ଧ ହେଲେ ମଧ୍ୟ ପାଟି କରି ଜୀବଜନ୍ତୁମାନଙ୍କୁ ଘଉଡ଼ାଇ ତ ପାରିବ। ଏମିତି ଭାବି ସେ ତା'ର କ୍ଷେତରେ ଗୋଟିଏ ଛୋଟ କୁଡ଼ିଆଟି ତିଆରି କଲା, ଆଉ ସେଥିରେ ତା'ର ଅନ୍ଧ ଭାଇକୁ ନେଇ ବସାଇଲା। ଆଉ କହିଲା, ଭାଇ, ଯଦି ତୁମେ କୌଣସି ପଶୁର ସ୍ୱର ଶୁଣିବ ତେବେ ଜୋରରେ ପାଟି କରିବ, ଆଉ ଏମିତି ପାଟି କଲେ ତୁମର ପାଟି ଶୁଣି ପଶୁମାନେ ଏଠାରୁ ଦୌଡ଼ି ପଳାଇବେ, ଆଉ ଆମର ଫସଲ ନଷ୍ଟ ହେବାର ମଧ୍ୟ ବଞ୍ଚିଯିବ। ସାନ ଭାଇ କଥାରେ ବଡ଼ ଭାଇ ସହମତ ହେଲା, ଆଉ ଯାଇ କ୍ଷେତକୁ ଜଗି ବସିଲା। ଯେତେବେଳେ କୌଣସି ପଶୁର ପାଟି ଶୁଣେ ସେ ସଙ୍ଗେ ସଙ୍ଗେ ଜୋରରେ ପାଟି କରି ସେମାନଙ୍କୁ ଘଉଡ଼ାଇ ଦିଏ। ଏହିପରି ଭାବରେ ବହୁତ ଦିନ ଚାଲିଲା। ଗୋଟିଏ ଦିନ ସେହି କ୍ଷେତକୁ ଗୋଟିଏ ହରିଣ ଆସିଲା, ଆଉ ଦୌଡ଼ି କରି ପୁଣି ଥରେ ସେ କ୍ଷେତରେ ବାଡ଼ ଭାଙ୍ଗି ଚାଲିଗଲା। ଏହି ହରିଣ ଦୌଡ଼ି ଯିବାର କାରଣ ହେଉଛି ଯେ ତାକୁ ଜଣେ ରାଜା ଶିକାର କରିବେ ବୋଲି ତା'ର ପିଛା କରୁଥିଲେ। ତେଣୁ ସେ ସେହି ସ୍ଥାନରେ ଅଟକି ସେହି ଯୁବକକୁ ପଚାରିଲେ, ବାବୁ, ତୁମେ କ'ଣ ଏଠାରେ ଗୋଟିଏ ହରିଣ ଆସିଥିବାର ଦେଖିଛ? ଜବାବରେ ଅନ୍ଧ ଯୁବକ ଜଣକ କହିଲା, ମୁଁ ତ ଅନ୍ଧ ଅଟେ, ମୁଁ କେମିତି ହରିଣକୁ ଦେଖିପାରିବି? କିନ୍ତୁ ଆପଣଙ୍କୁ ଏତିକି କହିପାରିବି ଯେ ଏହି କ୍ଷେତ ପାରି ହୋଇ ଯେଉଁ ଏକ ପଶୁଟିଏ ଗଲା ତାକୁ ଆପଣ ପିଛା କରିବା ଉଚିତ ନୁହେଁ। ଆପଣ ଆପଣଙ୍କର ସମୟକୁ ବର୍ବାଦ କରୁଛନ୍ତି। ଅନ୍ଧର ଏଭଳି କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ, ଆଉ ମନେ ମନେ ଭାବିଲେ ଯେ ଅନ୍ଧକୁ କେମିତି ଜଣାପଡ଼ିଲା ଯେ ମୁଁ ଯେଉଁ ହରିଣକୁ ପିଛା କରୁଛି ତାକୁ ଶିକାର କରିବା ଉଚିତ ନୁହେଁ ବୋଲି। ତେଣୁ ରାଜା ଅନ୍ଧକୁ କହିଲେ, ତୁମେ ମୋତେ ମିଛ କହୁନାହ ତ? ତୁମେ କହୁଛ ଯେ ତୁମେ ଅନ୍ଧ ବୋଲି, ଆଉ ଏପଟେ ଜୋର ଦେଇ କହୁଛ ଯେ ଏଠାରୁ ଯେଉଁ ପଶୁଟିଏ ଦୌଡ଼ି ଚାଲିଗଲା ମୁଁ ତା'ର ପିଛା କରିବା ଉଚିତ ନୁହେଁ। ଏହାପରେ ଅନ୍ଧ କହିଲା, ହେ ରାଜା, ଯାହାକୁ ତୁମେ ହରିଣ ବୋଲି ଭାବୁଛ ସେ କେବଳ ଗୋଟିଏ ହରିଣ ନୁହେଁ, ସେ ଏକ ମା ହରିଣ ଅଟେ, ଆଉ ମୋ ଜ୍ଞାନ ଅନୁସାରେ ସେ ଗର୍ଭବତୀ ମଧ୍ୟ ଅଟେ। ମୁଁ କେବେ ଶୁଣି ନାହିଁ ଯେ କୌଣସି ରାଜା କେବେ କୌଣସି ଗର୍ଭବତୀ ହରିଣର ଶିକାର କରିଛନ୍ତି ବୋଲି। ସେଥିପାଇଁ ମୁଁ ଆପଣଙ୍କୁ କହୁଛି ଯେ ଆପଣ ତା'ର ପଛରେ ପଡ଼ିବା ଉଚିତ ନୁହେଁ। ବେକାରରେ ଆପଣଙ୍କର ସମୟ ବର୍ବାଦ ହେବ। ଅନ୍ଧଠାରୁ ଏତେ ସବୁ ଯୁକ୍ତିସଙ୍ଗତ କଥା ଶୁଣି ରାଜା ଆହୁରି ଆଶ୍ଚର୍ଯ୍ୟ ହେଲେ। ସେ ଏହା ବୁଝିପାରିଲେ ନାହିଁ ଯେ ଗୋଟିଏ ଅନ୍ଧ ଏ କଥା କେମିତି ଜାଣିପାରିବ ଯେ ଗୋଟିଏ ହରିଣ ଗର୍ଭବତୀ ବୋଲି। ଗୋଟିଏ ଅନ୍ଧ ଏ କଥାକୁ ଏତେ ଆତ୍ମବିଶ୍ୱାସର ସହିତ କେମିତି କହିପାରିବ? ଏ କଥାକୁ ମୋତେ ଯାଞ୍ଚ କରିବାକୁ ପଡ଼ିବ। ତେଣୁ ଏଥିରେ ସତ୍ୟତା କ'ଣ ସେ ଜାଣିବା ପାଇଁ ରାଜା ତାଙ୍କର ସୈନିକଙ୍କୁ ଆଦେଶ ଦେଲେ ଏବଂ କହିଲେ ଯେ ହରିଣ ଯେମିତି ହେଲେ ଜୀବିତ ରହିବା ଆବଶ୍ୟକ, କାହିଁକି ନା ମୋତେ ଜାଣିବାର ଅଛି ଯେ ଏ ହରିଣଟି ପ୍ରକୃତରେ ମା ହରିଣ ନା ନୁହେଁ, ଏବଂ ସେ ଗର୍ଭବତୀ ଅଛି ନା ନାହିଁ। ରାଜାଙ୍କର ଆଦେଶ ପାଇ ସୈନିକମାନେ ହରିଣର ଅନୁସନ୍ଧାନରେ ବାହାରି ପଡ଼ିଲେ। କିଛି ସମୟ ବୁଲାବୁଲି କରିବା ପରେ ସେମାନେ ଫେରିଲେ ଏବଂ ରାଜାଙ୍କୁ କହିଲେ, ମହାରାଜ, ସେହି ହରିଣଟି ସତରେ ଏକ ଗର୍ଭବତୀ ହରିଣ ଅଟେ। ଏହା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ, ଆଉ ଭାବିଲେ ଯେ ଅନ୍ଧ ଲୋକଟି ଏ କଥା କେମିତି ଜାଣିଲା। ରାଜାଙ୍କ ମନରେ ବହୁତ ପ୍ରଶ୍ନ ଉଠିଲା। ରାଜା କହିଲେ, ଶୁଣ, ମୁଁ ଜାଣିନି ଯେ ତୁମେ ସତରେ ଜଣେ ଅନ୍ଧ ନା ନୁହେଁ, କିନ୍ତୁ ମୁଁ ତୁମକୁ ଏକ ପ୍ରଶ୍ନ ପଚାରିବି। କ'ଣ ତୁମେ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବ? ଯୁବକ କହିଲା, ମହାରାଜ, ଆପଣ ଯାହା ବି କିଛି ପଚାରିବେ ମୁଁ ତା'ର ସତ୍ୟତାର ସହିତ ଉତ୍ତର ଦେବି। ରାଜା କହିଲେ, ଦେଖ, ତୁମେ କହୁଛ ଯେ ତୁମେ ଜଣେ ଅନ୍ଧ ବୋଲି। ଦ୍ୱିତୀୟରେ ତୁମେ କହୁଛ ଯେ ମୁଁ ଯେଉଁ ହରିଣର ପିଛା କରୁଥିଲି ତାହା ଗୋଟିଏ ଗର୍ଭବତୀ ହରିଣ ବୋଲି। ଏହା ସହିତ ତୁମେ ଏହା ମଧ୍ୟ ଜାଣିପାରୁଛ ଯେ ତୁମ କ୍ଷେତକୁ କେତେବେଳେ ପଶୁମାନେ ଆସନ୍ତି ଆଉ କେତେବେଳେ ଯାଆନ୍ତି ମଧ୍ୟ। ତେବେ ଏ କଥା ତୁମେ କେମିତି ଅନୁମାନ କରୁଛ? ଅନ୍ଧ ଯୁବକ କହିଲା, ରାଜନ, ଆପଣ ଯେତେବେଳେ ସେ ହରିଣର ପିଛା କରୁଥିଲେ ସେତେବେଳେ ତା'ର ଗତି ଏବଂ ଦୌଡ଼ୁଥିବା ଶବ୍ଦ ଶୁଣି ମୁଁ ବୁଝିଯାଇଥିଲି ଯେ ଏହା ଗୋଟିଏ ହରିଣ ଅଟେ, ଆଉ ମୋ କ୍ଷେତର ବାଡ଼ ବହୁତ ଛୋଟ ଥିଲା। ଯଦି ଏହା ସାମାନ୍ୟ ହରିଣ ହୋଇଥାନ୍ତା ତେବେ ଏହାକୁ ଅତି ସହଜରେ ସେ ବାଡ଼ ଡେଇଁକି ପଳାଇ ଯାଇଥାନ୍ତା।
କିନ୍ତୁ ଏ ହରିଣଟି କ୍ଷେତର ବାଡ଼କୁ ଭାଙ୍ଗି ଚାଲି ଯାଇଥିଲା। ଯଦି ବାଡ଼କୁ ଡେଇଁବାକୁ ଚେଷ୍ଟା କରିଥାନ୍ତା ତେବେ ତାର ଛୁଆ ପ୍ରତି ବିପଦ ହୋଇଥାନ୍ତା। ତେଣୁ ଏହା ଶୁଣି ମୁଁ ବୁଝିଯାଇଥିଲି ଯେ ହରିଣଟି ଗର୍ଭବତୀ ଅଟେ। ଏତେ କଥା ଶୁଣି ରାଜା ଅନ୍ଧର ବିଶେଷ ଜ୍ଞାନ ଏବଂ କୌଶଳ ବିଷୟରେ ଜାଣିପାରିଲେ। ସେ କଥା ମଧ୍ୟ ବୁଝିପାରିଲେ ଯେ ସେ ଏହି ବ୍ୟକ୍ତି ଜଣକ ଅନ୍ଧ ହେଲେ ମଧ୍ୟ ତାଙ୍କର ଅମୂଲ୍ୟ ଜ୍ଞାନ ଏବଂ କ୍ଷମତାରେ ସେ ସମ୍ପନ୍ନ ଅଟନ୍ତି। ତେଣୁ ସେ ଏହାର ଲାଭ ଉଠାଇବାକୁ ଚାହିଁଲେ ଏବଂ ସେ ଅନ୍ଧ ବ୍ୟକ୍ତିକୁ ଆଉ ଏକ ପ୍ରଶ୍ନ ପଚାରିଲେ। ରାଜା କହିଲେ, ଆଚ୍ଛା, କ'ଣ ତୁମେ କହିପାରିବ ଯେ ମୋ ପତ୍ନୀ ମୋ ପ୍ରତି ବିଶ୍ୱାସୀ ନା ନୁହେଁ? ଅନ୍ଧ ଯୁବକ କହିଲା, ମହାରାଜ, ଏ କେମିତିକା ପ୍ରଶ୍ନ? ଆପଣ ତ ବହୁତ ବର୍ଷ ହେଲା ବିବାହ କରିସାରିଛନ୍ତି। ଏବେ ଆପଣଙ୍କ ମନରେ ଏମିତିକା ପ୍ରଶ୍ନ କାହିଁକି ଉତ୍ପନ୍ନ ହେଲା? ରାଜା କହିଲେ, ସେ ଯାହା ବି ହେଉ, ତୁମକୁ ଏହି ପ୍ରଶ୍ନର ଯେମିତି ହେଲେ ଉତ୍ତର ଦେବାକୁ ପଡ଼ିବ। ଯଦି ତୁମେ ଏହି ପ୍ରଶ୍ନର ଉତ୍ତର ନ ଦେଇପାରିବ ତେବେ ମୁଁ ତୁମକୁ ମୃତ୍ୟୁଦଣ୍ଡ ଦେବି। ରାଜାଙ୍କର ଏଭଳି ଧମକପୂର୍ଣ୍ଣ କଥା ଶୁଣି ଅନ୍ଧ କହିଲା, ଠିକ୍ ଅଛି, ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ନିଶ୍ଚୟ ଦେବି। ଯଦି ତୁମେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛ ତେବେ ଆପଣଙ୍କୁ ଗୋଟିଏ କାମ କରିବାକୁ ପଡ଼ିବ। ରାଜା କହିଲେ, କ'ଣ କୁହ? ଅନ୍ଧ କହିଲା, ଆପଣ ଆପଣଙ୍କର ପତ୍ନୀକୁ ମୋ ସହିତ ଗୋଟିଏ କକ୍ଷରେ ଛାଡ଼ିବାକୁ ପଡ଼ିବ। ଅନ୍ଧଠାରୁ ଏକଥା ଶୁଣି ରାଜା ତ ପ୍ରଥମେ ରାଗିଗଲେ, କିନ୍ତୁ କିଛି ସମୟ ଭାବିଲା ପରେ ଶେଷରେ ସେହି ବ୍ୟକ୍ତି କଥା ମାନିନେଲେ ଏବଂ ନିଜ ପତ୍ନୀକୁ ସେହି ଅନ୍ଧ ସହିତ ଗୋଟିଏ କକ୍ଷରେ ରହିବା ପାଇଁ ଆଦେଶ ଦେଲେ। ଏହାପରେ ସେନାପତିଙ୍କର ରକ୍ଷଣାବେକ୍ଷଣରେ ଅନ୍ଧ ଯୁବକ ଏବଂ ରାଣୀ ଗୋଟିଏ କକ୍ଷରେ ବନ୍ଦ ହୋଇ ରହିଲେ। ଏହାପରେ ଅନ୍ଧ ବ୍ୟକ୍ତି ରାଣୀକୁ କହିଲା, ମୁଁ ଆପଣଙ୍କୁ ଛୁଇଁବାକୁ ଚାହୁଁଛି। ଅନ୍ଧଠାରୁ ଏ କଥା ଶୁଣିଲା ମାତ୍ରେ ରାଣୀ ରାଗିକି ପଞ୍ଚମ ହୋଇଗଲେ ଆଉ ଅନ୍ଧକୁ ପିଟିବାରେ ଲାଗିଲେ। ହାତ ଗୋଡ଼ ଯେଉଁଥିରେ ପାଇଲେ ସେଇଥିରେ ତାକୁ ପିଟିଲେ ଆଉ ତାଙ୍କର ସବୁ ବଳ ଲଗାଇ ସେ ଅନ୍ଧକୁ ପିଟିବାରେ ଲାଗିଲେ। ଏହାପରେ ଅନ୍ଧ ବ୍ୟକ୍ତି ଜଣକ ଜୀବନ ବିକଳରେ ଯାଇ ରାଜାଙ୍କ ପାଖରେ ପହଞ୍ଚିଗଲା ଆଉ କହିଲା, ମହାରାଜ, ଆପଣଙ୍କର ପତ୍ନୀ ଜମାରୁ ବିଶ୍ୱାସୀ ନୁହନ୍ତି। ଏହା ଶୁଣି ରାଜା ରାଗିକି ସଙ୍ଗେ ସଙ୍ଗେ ଖଣ୍ଡା ବାହାର କରିଦେଲେ ଆଉ ସିଧା ତାଙ୍କ ରାଣୀଙ୍କ ପାଖକୁ ଗଲେ। କହିଲେ, ରାଣୀ, ମୁଁ ଆଜି ତୁମକୁ ଏକ ପ୍ରଶ୍ନ ପଚାରିବି। ତୁମେ ଏହାର ଜବାବ ସଠିକ୍ ଭାବେ ଦେବ ଆଉ ଯଦି ତୁମେ ମିଛ କହିବ ତେବେ ମୁଁ ତୁମର ମୁଣ୍ଡକାଟ କରିଦେବି। ଏହାପରେ ରାଜା ପଚାରିଲେ, ରାଣୀ, ଏବେ କୁହ, କ'ଣ ତୁମେ ବିଶ୍ୱାସୀ ଅଟ ନା ନୁହେଁ? ରାଣୀ କହିଲେ, ହେ ମହାରାଜ, ଆପଣ ମୋତେ ମାରିଦିଅନ୍ତୁ ପଛେ, କିନ୍ତୁ ମୁଁ ଜମାରୁ ବିଶ୍ୱାସୀ ନୁହେଁ। ଏହା ଶୁଣି ରାଜା ବହୁତ ଖୁସି ହେଲେ, କାହିଁକି ନା ଅନ୍ଧ ବ୍ୟକ୍ତି ଯାହା କହିଥିଲା ତାହା ସମ୍ପୂର୍ଣ୍ଣ ଭାବରେ ସତ ହେଲା। ତେଣୁ ସେ ସଙ୍ଗେ ସଙ୍ଗେ ଅନ୍ଧ ପାଖକୁ ଗଲେ ଏବଂ କହିଲେ, ତୁମେ କେମିତି ଜାଣିଲ ଯେ ମୋ ପତ୍ନୀ ବିଶ୍ୱାସୀ ନୁହେଁ ବୋଲି? ଅନ୍ଧ ଉତ୍ତର ଦେଲା, ରାଜନ, ଏହା ଜାଣିବା ତ ବହୁତ ସହଜ। ମୁଁ ଆପଣଙ୍କ ପତ୍ନୀକୁ କହିଲି ଯେ ମୁଁ ତାଙ୍କୁ ଛୁଇଁବାକୁ ଚାହୁଁଛି, କିନ୍ତୁ ସେ ଏଥିରେ ଏତେ କ୍ରୋଧିତ ହୋଇଗଲେ ଯେ ମୋତେ ମାରିବାକୁ ଲାଗିଲେ। ଜଣେ ସଚ୍ଚୋଟ ନାରୀ କେମିତି ଜଣେ ଅନ୍ୟ ପୁରୁଷକୁ ଛୁଇଁ ପାରିବ? ଯେତେବେଳେ ମୁଁ ତାକୁ ଛୁଇଁବା ପାଇଁ କହିଲି ସେତେବେଳେ ସେ ମୋତେ ମନା କରିପାରିଥାନ୍ତେ, କିନ୍ତୁ ଏହା ବଦଳରେ ସେ ମୋତେ ମାରିବା ଆରମ୍ଭ କରିଦେଲେ। ଏହାଦ୍ୱାରା ସେ ମୋର ସମ୍ପୂର୍ଣ୍ଣ ଶରୀରକୁ ଛୁଇଁବାକୁ ଲାଗିଲେ। ଏବେ ଆପଣ କୁହନ୍ତୁ, ଏହି ପ୍ରକାରର ସ୍ତ୍ରୀ କେମିତି ବିଶ୍ୱାସୀ ହୋଇପାରିବ? ରାଜା କହିଲେ, ତୁମେ ସତରେ ବହୁତ ବୁଦ୍ଧିମାନ ଅଟ। ଠିକ୍ ଅଛି, ଏବେ ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। କ'ଣ ସତରେ ମୁଁ ମୋର ପିତାଙ୍କର ପୁତ୍ର ଅଟେ ନା ଆଉ କାହାର? ଅନ୍ଧ ବ୍ୟକ୍ତି କହିଲା, ହେ ରାଜନ, ଏଥିରେ ଆପଣଙ୍କର କ'ଣ ଆବଶ୍ୟକତା ଅଛି? ଆପଣଙ୍କର ମାତା ପିତା ଯିଏ ବି ହୁଅନ୍ତୁ ନା କାହିଁକି, ଆପଣ ତ ଏହି ରାଜ୍ୟର ରାଜା ଅଟନ୍ତି। କ'ଣ ଏହି ପ୍ରଶ୍ନ ଆପଣଙ୍କୁ ପଚାରିବାର ଦୁଃସାହସ କିଏ କରିପାରିବ? ତେଣୁ ଏହି ପ୍ରଶ୍ନକୁ ଛାଡ଼ି ଦିଅନ୍ତୁ। କିନ୍ତୁ ରାଜା ଜିଦି କଲେ, ଯେମିତି ହେଲେ ମୁଁ ଏ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛି। ଯଦି ତୁମେ ଠିକ୍ ଉତ୍ତର ଦେବ ତେବେ ମୁଁ ତୁମକୁ ଏଠାରୁ ଯିବାକୁ ଦେବି। ଅନ୍ଧ ବ୍ୟକ୍ତି କହିଲା, ଆପଣଙ୍କର ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କର ମାଆଙ୍କ ପାଖକୁ ଯିବାକୁ କୌଣସି ଆବଶ୍ୟକତା ନାହିଁ। ମୁଁ ଏବେ ହିଁ କହିଦେବି ଯେ ଆପଣଙ୍କର ପିତା କିଏ। କିନ୍ତୁ ଏହା ପୂର୍ବରୁ ଆପଣ ମୋତେ କଥା ଦିଅନ୍ତୁ ଯେ ଆପଣ ମୋ ଉପରେ କ୍ରୋଧ କରିବେ ନାହିଁ। ରାଜା କହିଲେ, ଠିକ୍ ଅଛି, ମୁଁ ତୁମ ଉପରେ କେବେ ହେଲେ ରାଗିବି ନାହିଁ। ଏହାପରେ ଅନ୍ଧ ବ୍ୟକ୍ତି କହିଲା, ଆପଣ ସତରେ ହିଁ ଆପଣଙ୍କର ପିତାଙ୍କର ପୁତ୍ର ଅଟନ୍ତି, କିନ୍ତୁ ଜଣେ ଲୋଭୀ ବ୍ୟବସାୟୀର ଅଧୀନରେ ଅଛନ୍ତି। ଏହା ଶୁଣି ରାଜା ବହୁତ ଖୁସି ହୋଇଗଲେ ଆଉ ସାଙ୍ଗେ ସାଙ୍ଗେ ତାଙ୍କ ମାଆଙ୍କ ପାଖକୁ ଗଲେ। କହିଲେ, ମା, ଦୟାକରି ମୋତେ କୁହ, ମୁଁ କ'ଣ ସତରେ ମୋର ପିତାଙ୍କର ପୁତ୍ର ଅଟେ ନା ଆଉ କାହାର? ଯଦି ତୁମେ ଏବେ ସତ କହିବ ନାହିଁ ତେବେ ଏଠାରେ ମୁଁ ମୋର ପ୍ରାଣତ୍ୟାଗ କରିଦେବି। ରାଜାଙ୍କ ମା କହିଲେ, ପୁତ୍ର, ତୁମେ ସତରେ ହିଁ ତୁମ ପିତାଙ୍କର ସନ୍ତାନ ଅଟ।
किंतु तुम्हें जड़े लोभी व्यवसायीर अधीन अछ। माँ ठारू एभली उत्तर शुणी महाराज खुशी हो गले। आउ संगे संगे से अंध पाखक जावाक बाहरिले। अंध पाखक जाई पचारिले, अच्छा तुम्हें केमिति जानिल जे मो उपर जड़े लोभी व्यवसायीर छाया अच्छी बोली? अंध व्यक्ति कहिला, राजन आपण मते केते प्रश्न पचारि सारिछंती आ मु से सबुर सठिक जवाब मध्य देइछि। किंतु आपणक स्थान रे जदि आउ कोनोसी राजा होइथान्ते तेबे से मते वर्तमान बहुत पुरस्कार रे पुति सारि थान्ते। किंतु आपण ए पर्यंत मते किछि हेले देई नाहंती। एथिरु म अनुमान कली जे आपण बहुत लोभी अटंती। अंध व्यक्तिर कथा शुणी राजा हसी हसी कहिले, बाबू तुम्हें जहाँ मागियो मु तुमको निश्चय देबी। किंतु तुम्हें मते कुह जे सब तुम्हें केमिति जानुच आ तुम्हें एते सठिक भाव में यार उत्तर केमिति देई पारुच? अंध व्यक्ति कहिला, हे राजन मु प्राकृतिक रूप से अंध अटे। जदि मोर आखि थांता तेबे मु कहार विचार को अति सहज रे बुझी पारंती। कहार शरीर को देखी तार मन को भाषा को बुझीबा अति सहज होइथाए। व्यक्तिर आखि, ओठ, तार काम करिवार शैली एवं तार गतिविधि को देखी आमे बुझी पारिबा जे ता मन रे कोन सब चलीछि। एहा द्वारा आमे कहार विचार को मध्य जानि पारिबा। किंतु मु जेहेतु अंध सेतिपाई मते विभिन्न क्रिया द्वारा जानिबा को पड़ी थाए। जदि मु किछि जानिबा को चाहिबी तेबे मते व्यक्ति को प्रथमे कोनोसी कार्य देबा को पड़ी थाए। आ अंदाज लगाइबा को पड़ी थाए जे से केमिति काम करूची। आ एही आधार रे मु जानि पारि थाए जे ता मन रे कोन सब चलीछि। यह शुणी राजा कहिले, तेबे यार अर्थ मु मध्य कहार विचार को जानि पारिबी? अंध कहिला, निश्चित भाव में आपण मध्य कहार विचार को पढ़ी पारिबे। किंतु सेथिपाई प्रथमे आपणकर आत्मा सहित काम करिया को पड़िबो। आ सेही काम हेउची निज मानसिकता को शांत करिबा। निजर मानसिकता को वर्तमान को आनिया को पड़िबो। सेथिपाई आज मु आपणको तीनोटी उपाय कहिबी। एही तीन गोटी उपाय बहुत सहज एवं सरल अटे। या पूर्वरु आपणको गोटे काम करिया को पड़िबो। आपणकर मानसिकता को केंद्रित करंतु। जेतेबेले आमे आमर मानसिकता को केंद्रित करिथाउ सेतेबेले आमे अन्यर विचार को मध्य बुझी पारिथाउ। काहेकि ना सेही व्यक्ति वर्तमान रे भाबुची आ आम मानसिकता को मध्य वर्तमान को आनिया को पड़िबो। तेबे जाय तांको विचार को आमे बुझी पारिबा। हे राजन मु एबे आपनको से तीनोटी उपाय कहूची जहा द्वारा आपण कहार विचार को अति सहज रे बुझी पारिबे। प्रथम उपाय होउची जे आपण व्यक्तिर आखि ऊपर ध्यान दियंतु। का सहित कथा हेबा समय प्रथमे तांको आखि को देखंतु। आखि तो कथा कहि न थाए किंतु बहुत किछि कहि थाए। जदि आमे सामना वाला व्यक्तिर आखिर संकेत को जानि जिबा तेबे आमे एहा जानि पारिबा जे तांको मन रे कोन चलीछि, से कोन भाबुछंती आ से कोन करिबा को चाहुछंती। जदि आपण तांको सहित कथा हेबे बेले से जदि इयाड सियाड देखुथांती तेबे एहार अर्थ एहा जे आपणक सहित कथा हेबा पई तांकर आदौ इच्छा नाही। आउ से कथा बा मध्य आपण को मिछ मध्य कहि पारंती। आउ मिछ धरा पड़ी जिबा भयरे से आपणक सहित नजर मिसाउ नाहंती। किंतु जदि तांको आखि इयाडे सियाडे न देखि केवल आपण को देखुथाए तेबे से निश्चित भाव में सचोट होइथांती। से आपणक सहित कथबार्ता करिया पई आग्रही अटंती। जदि कथा हला बेले तांको मुह बारंबार ऊपर को देखुथांती तेबे जानि नियंतु जे से कोनोसी कथा को नै आश्चर्य होछंती किंबा घटना विषय जानिबा को चाहुछंती। जदि आखिर डोला चौड़ा बा ढोला देखा जाउथाए तेबे बुझी जांतु जे से आपणकर विषय जानिया पई आग्रही अछंती। आपणकर कथा को एवं आपण को पसंद करुछंती। यह मध्य देखंतु जे तांको आखिर धला अंश धला अछि ना लाल देखा जाउची। जदि ए धला अंश लाल देखा जाउथाए तेबे जानि नियंतु से थकी जाइछंती किंबा बीमार अछंती बोली। आ आपणक सहित कथा हेबा पई चाहू नाहंती। मु एक एमिति व्यक्ति सहित मिसिथिली जे कि यात्रा करुथिले। आमे जेतेबेले यात्रा समय कथा हेउथिलु सेतेबेले तांको आखि बहुत बुलुथिला। से मते केबे हेले देखु नथिले। एथु जणा पइला जे से बहुत चिंतित थिले। आ से शीघ्र जीवा पई चाहुथिले। मते लागिला जेमिति से किछि लुचाउछंती। से मो सहित कथा हेबा पई चाहू नथिले। किंतु मु तांकु आहुरी बहुत प्रश्न पचारिली। आ जानिबाकु पाइली जे तार एक गुप्त योजना थिला बोली। ठीक से परि द्वितीय हेउची जे बहुत गुड़िए चेहरार भावना मध्य अन्यर व्यक्तिगत व्यवहार को दर्शाई थाए। जहाँ में व्यक्तिर चालीचलन देखी अति सहजरे सब बुझी पारि थाउ
जदि आपण कहार चेहरा को भलरे लक्ष्य करेंगे तेबे आपण अति सहजरे बुझीपारे जे से व्यक्ति दुखी अटे ना खुशी अटे। आपण यह जानीपारे जे से भितर कौन अनुभव करुच्ची। हे राजन, चेहरा एक चित्र भली होता है। जितेबले आपण कहार मुह तलक होइथिबार देखिबे आ मुह टिके सुखी जाइथा परे देखा जाउथिबो तेबे एहार अर्थ से दुखित अछंती, कौनसी कथा को नहीं असंतुष्ट अछंती किंबा कौनसी कामरे बा कथार से हारि जाइछंती। जितेबले के जोर रे सतरे हसी थाए आ हसरे तांकर गाल एवं आखि ऊपर को उठी थाए यह मित्रता एवं दयालुर संकेत अटे। एथिरे आखिर बड़ महत्व रही थाए। जितेबले यह चमकिला परि देखा जाय थाए तेबे बुझी जांतु कि हस भितर आसी थाए बोली। जदि आपण चेहरार ए सब संकेत को देखिबा एवं बुझिबा आरंभ करदेबे तेबे आपण जानी पारिबे जे लोक केउ विषय भाबुछंती बोली आ से केमिति अनुभव करुछंती। से तांकर भावना को कहंतु किंबा चुप रहंतु किंतु तांकर चेहरा सबु किछि कहि देइ थाए। या परे अंध युवक तृतीय उपाय कहिला, हे राजन, या परे आउ एक संकेत मध्य अछि, ता हेउची मनुष्यर हाथर इशारा एवं तार शारीरिक भाषा। कहार विचार को बुझिया पई आमको हाथर संकेत एवं शारीरिक भाषा को बुझिया को पड़िबो। जेबे कोनसी व्यक्ति कथबार्ता करिथाए तेबे आपण देखिथिबे जे से सब बेले तार हाथ को हलाउथिबो, किछि संकेत देउथिबो। शरीर एवं हाथ किछि न कहिले मध्य बहुत किछि कहि देइ थांती। यह शब्द परी कथबार्तार एक गुप्त उपाय अटे। जेपरिक जो मैंने कथा कहि पारंती नाही, मुख होई थांती, से माने ही हाथ एवं शारीरिक भाषा माध्यम रे सब कथा को व्यक्त करि थांती। जदि आपण कहा सहित कथा होइथिया बेले तार आंगुठी को बहुत जोर रे बाजा बजाला परी बजाई थाए किंबा टाइप कला परी होई थाए तेबे बुझी जांतु जे से आपणकर सहित बोर हेउची किंबा केउआडे शीघ्र जीवा पई चाहूची आ आपणक सहित जल्दी जल्दी कथबार्ता सारिबा को चाहूची। जदि के कथबार्ता समय तार शरीर को हलाई थाए तेबे से आपणकर कथा को शुणिबा को आ बुझिबा को चाहूची आ आपणक ठारू आउ किछि शिखिबा को मध्य चाहूची। जदि आपण कहिला बेले के नई आपणकर कथा को शुणु थाए तेबे एरा अर्थ से आपणकर कथा को आहुरी शुणिया पई चाहूची, से ए विषय शुणिया पई जानिया पई आग्रही अछि। जदि केही कथा कहिया बेले आपणकर शरीर को तार हाथ माध्यम रे छुई थाए तेबे से तार दुख को तार समस्या को आपण को अति निजर भावी जणाइबा को चाहूची। जदि आमे तीनोटी उपाय बा शैली को ध्यान देबा आउ ताकू शांत मन रे बुझिया को चेष्टा करिबा तेबे आमे अति शीघ्र जानि पारिबा जे कहार मन रे कोन चलीची। सेति पई प्रथमे आम मन को अति ध्यान रे रखिबा को पड़िबो आ ताकू वर्तमान रे आनिया को पड़िबो आउ ता परे आपण ए सब क्रिया ऊपर ध्यान देई पारिबे। आउ आपण जदि कोनोसी पूर्व कथा विषय भाबुथिबे किंबा इयाडे सियाडे भाबुथिबे तेबे आपण केबे भी व्यक्तिर शारीरिक भाषा प्रति ध्यान देई पारिबे नाही आउ आपण केबे भी बुझी पारिबे नाही, जानि पारिबे नाही जे तांको मन रे कोन चलीची। दर्शक बंधु, आशा करुचु आपण ए पर्यंत कहानी को संपूर्ण सुनी तार आनंद नैथिबे एवं एथिरु किछि नुआ मध्य शिखिथिबे। आपणकर मतामत कमेंट माध्यम रे निश्चय जणाइबे। आ जदि वीडियो भल लागिथिबो ताकू लाइक करिवे एवं आपणकर बंधु मानक पाखरे शेयर मध्य करिवे एवं चिंतन टीवी को प्रथम थर देखुथिले सब्सक्राइब करि नियंतु। पुणी देखाबो आउ एक सुंदर ज्ञानवर्धक वीडियो माध्यम रे। से पर्यंत देखुतांतु चिंतन टीवी। धन्यवाद।